ओम शांति। मंगलमय परमात्मा त्रिमूर्ति सदाशिवंकर श्रेष्ठ आत्मिक संतान मानंकु शुभ सकाळर शुभ अभिनंदन जणाइबा सह आजिर प्रभुचिंतनर आलोचना को मो समस्तंकु स्वागत जणाउछि। जेपरि सूर्य उदय हेले अंधकार दूरीभूत होइथाए, आलोक प्रकाश होई सबु किछि स्पष्ट रूपे दृश्यमान होइथाए। यह तो स्थूल जगतर स्थूल कथा, हेले ज्ञान एपरि आलोक जद्वारा अज्ञानता रूपी अंधकार दूर होई प्रत्येक गुह्यरु गुह्यतम रहस्यर मध्य उन्मोचन होइथाए। प्रथम एवं मुख्य रहस्य उन्मोचन होइथाए कि भगवान किए एवं मु किए। यह द्वारा सबु किछि रहस्यर उन्मोचन होइथाए। कारण जे पर्यंत निजर परिचय जणा नथिबो तेबे निज संबंधरे कौनसी तथ्य मध्य हासिल करिबा असंभव। सेथिपाई ज्ञान को आलोक सहित तुलना करा जाए, जहाकु कुहा जाए ज्ञानर तृतीय नेत्र। दुनिया रे तो अनेक ज्ञान रहिछि, हेले तद्वारा केवल शरीर निर्वाह पाई बा स्थूल सुख सुविधा प्राप्त करिबा पाई विनाशी धन उपार्जन होइथाए। हेले वास्तविक सत्य ज्ञान, जहा सत्य पिता निराकार परमात्मा ही प्रदान करिथांती निराकारी आत्मा मानंकु, ताहा द्वारा आत्मा पवित्र सतोप्रधान होई अविनाशी धनर प्राप्ति करिथाए। पुरुणा पतित दुनिया परिवर्तन होई नूतन सत्ययुगी पवित्र सतोप्रधान सत्ययुगी स्वर्ग दुनियार स्थापना होइथाए। मनुष्य दैवी गुण संपन्न देवी देवता होई दैवी राज्य चालुथिबा पर्यंत, अर्थात अधाकल्प पर्यंत सुख शांति आनंदरे कालातिपात करिथांती। वर्तमान सारा विश्व अज्ञान अंधकार रे बुड़ी रहिछि। निजस्व आत्मिक स्वरूप को भूली पांच विकार रूपी माया रावण कबल रे आसी देह सर्वस्व होई जाइछि। तेणु परमात्मा पिता वर्तमान पुनः सत्य ज्ञान प्रदान करी आत्मिक स्मृति फेरई आणुछंती एवं कहुछंती, मधुर संतानगण तुम मानंकु एबे ज्ञानर तृतीय नेत्र मिली जाइछि। तुमे माने जानिछ जे प्रति 5000 वर्ष परे भोलानाथ निराकार शिव बाबांक द्वारा आमे एही ज्ञान शुणी मनुष्यरु देवता हेउछु। हेले जे पर्यंत एही ज्ञानर धारणा न होइछि, से पर्यंत एभली स्मृति आसी परिबो नाही। ज्ञान धारणा न हेबार मुख्य कारण हेउछि कि बुद्धि एणे तेणे घूरी बुलुछि। जनक सहित एक सत्य पितांक सहित पूरा जोग नाही। देही अभिमानी हेबा परिवर्ते देह अभिमानर वशवर्ती हेई रहिथांती। सेथिपाई धारणा हेउ नाही। बाबा कहुछंती पिला माने एबे लौकिकतारे आस नाही, कारण जन्म जन्मांतर एही लौकिकतारे आसी अर्थात देहर बंधन रे आसी
ବର୍ତ୍ତମାନ ଆମେ ଏହିଭଳି ସ୍ଥିତିରେ ଆସି ପହଞ୍ଚି ସାରିଛେ। ପରସ୍ପରର ନାମ ରୂପକୁ ମନେ ପକାଅ ନାହିଁ। ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ଏହି ପାଠକୁ ପକ୍କା କର। ଅନ୍ୟର ଅର୍ଥାତ୍ ଦେହଧାରୀର ପଛରେ ପଡ଼ ନାହିଁ। ମନମତ, ପରମତ, ଗୁରୁମତ, ଶାସ୍ତ୍ରମତ ସବୁ କିଛି ଛାଡ଼ି ଗୀତାର ମହାବାକ୍ୟ ଅନୁସାରେ ସର୍ବଧର୍ମଂ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଏକ ସତ୍ୟ ପିତା ପରମାତ୍ମା ଶିବ ବାବାଙ୍କ ଠାରୁ ହିଁ ଶୁଣିବାର ଅଛି। ତାଙ୍କରି ଠାରୁ ରାୟ ବା ମତ ନେବା ଆବଶ୍ୟକ। ଏହାଦ୍ୱାରା ତୁମେ ଦୁଃଖରୁ ମୁକ୍ତ ହୋଇଯିବ। ଉପଯୁକ୍ତ ଧାରଣା ହେବା ସହିତ ସର୍ବଦା ଖୁସି ମଧ୍ୟ ପ୍ରାପ୍ତ ହୋଇପାରିବ। ସାରାଦିନ ଏହି ଜ୍ଞାନର ବିଚାର ସାଗର ମନ୍ଥନ ଚାଲିବା ଦରକାର। ଯେତେବେଳେ ସତ୍ୟଯୁଗୀ ସ୍ୱର୍ଗରାଜ୍ୟ ଥିଲା, ସେତେବେଳେ ଏକ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଅନ୍ୟ କୌଣସି ଧର୍ମ ନଥିଲା। ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣଙ୍କର ରାଜ୍ୟ ଚାଲିଥିଲା। ସମସ୍ତେ ଦୈବୀଗୁଣ ସମ୍ପନ୍ନ ଦେବୀ ଦେବତା ସମ୍ପୂର୍ଣ୍ଣ ପବିତ୍ର ଥିଲେ, ଯେଉଁମାନଙ୍କର ବର୍ତ୍ତମାନ ଜଡ଼ଚିତ୍ରର ସ୍ମାରକୀ ରୂପରେ ଗାୟନ ଏବଂ ପୂଜନ କରାଯାଉଛି ମହା ଆଡ଼ମ୍ବର ସହକାରେ। ଅର୍ଥାତ୍ ସେମାନେ ନିଶ୍ଚୟ ଦିନେ ଏଠାରେ ରାଜ୍ୟ କରି ଯାଇଛନ୍ତି। ତେଣୁ ତ ଆମେ ତାଙ୍କର ସ୍ମୃତି ରୂପରେ ତାଙ୍କର ମୂର୍ତ୍ତି ବା ଫଟୋକୁ ପୂଜନ କରୁଛେ। ଏହା ସବୁ ଜ୍ଞାନ ଦ୍ୱାରା ହିଁ ସ୍ପଷ୍ଟ ହୋଇଥାଏ। ଏହା ହେଉଛି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ। ଯେପରି ଡାକ୍ତରୀ ପଢ଼ି ପାସ୍ କଲେ ଡାକ୍ତର ହେବା ସୁନିଶ୍ଚିତ, ସେହିଭଳି ଏଠାରେ ଈଶ୍ୱର ପାଠ ପଢ଼ାଉଛନ୍ତି ଈଶ୍ୱରଙ୍କ ସମାନ ଅର୍ଥାତ୍ ଦେବୀ ଦେବତା କରାଇବା ପାଇଁ। ତେବେ ଯିଏ ଏହି ପାଠକୁ ଠିକ୍ ଭାବରେ ପଢ଼ି ସମ୍ପୂର୍ଣ୍ଣ ପାସ୍ ହେବ ବା ଉତ୍ତୀର୍ଣ୍ଣ ହେବ, ସେ ହିଁ ଏହି ପଦର ଅଧିକାରୀ ହୋଇପାରିବ। ନିଜେ ପଢ଼ିବା ସହିତ ଜ୍ଞାନ ରୂପକ ଶଙ୍ଖ ଧ୍ୱନି କରି ସମସ୍ତଙ୍କୁ ସଜାଗ ବା ଜାଗ୍ରତ କରିବା ଦରକାର। ପ୍ରଥମେ ନିଜେ ଧାରଣା କରି ପୁଣି ଅନ୍ୟକୁ ବୁଝେଇବା ଦରକାର। ଖାଇବା ପିଇବାରେ ବହୁତ ଧ୍ୟାନ ଦେବା ଦରକାର। ପତିତ ବା ବିକାରୀଙ୍କ ହାତରୁ କେବେ ବି ଅଶୁଦ୍ଧ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ। ଭଗବାନଙ୍କର ଶ୍ରୀମତକୁ ପାଳନ କରି ପ୍ରବୃତ୍ତିରେ ରହି ମଧ୍ୟ ଘର ସଂସାର ସମ୍ଭାଳି ମଧ୍ୟ କିଭଳି ପବିତ୍ର ରହୁଛ, ସେହି ଅନୁଭବ ଅନ୍ୟମାନଙ୍କୁ ଶୁଣାଇ ସେମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ପଡ଼ିବ। ଶିବ ବାବା ବରଦାନ ଦେଉଛନ୍ତି କି ସାଧନ ବା ସହଯୋଗର ପ୍ରଭାବରେ ଆସିବା ପରିବର୍ତ୍ତେ ପ୍ରକୃତିକୁ ଦାସୀ କରି ବିଜୟୀ ଆତ୍ମା ଭବ। ଯୋଗୀ ପୁରୁଷ ବା ପୁରୁଷୋତ୍ତମ ଆତ୍ମାମାନେ କେବେ ବି ପ୍ରକୃତିର ପ୍ରଭାବରେ ଆସିନଥାନ୍ତି। ତୁମେମାନେ ପୁରୁଷୋତ୍ତମ ସଙ୍ଗମ ଯୁଗୀ ବ୍ରହ୍ମାମୁଖ ବଂଶାବଳୀ ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନେ ପୁରୁଷୋତ୍ତମ ଏବଂ ଯୋଗୀ ଆତ୍ମା ଅଟ। ତେଣୁ ପ୍ରକୃତିର ପ୍ରଭାବରେ ଆସିବା ପରିବର୍ତ୍ତେ ପ୍ରକୃତିକୁ ନିଜର ସହଯୋଗୀ କରିଦିଅ, ନିଜର ଅଧୀନ କରିଦିଅ। ସଦା ପ୍ରସ୍ତୁତ ସିଏ, ଯିଏ ପ୍ରତ୍ୟେକ ଘଡ଼ିକୁ ବା ପ୍ରତ୍ୟେକ ମୁହୂର୍ତ୍ତକୁ ଅନ୍ତିମ ଘଡ଼ି ବା ଅନ୍ତିମ ସମୟ ବୋଲି ଭାବିଥାନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ଠିକ୍ ଏହି ସମୟରେ ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମା ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା। ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ମହାନ କାର୍ଯ୍ୟ କରିଚାଲିବା।
ওম শান্তি, ওম শান্তি, ওম শান্তি।